ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଅଣ୍ଡର ପ୍ରୋସେସ୍ ଦେଖାଉଥିବା ସୁଭଦ୍ରା ଯୋଜନା ହିତକାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ଏହି 5,11,000 ଆବେଦନ କରିଥିବା ମହିଳାଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ଓଟିପି ଜରିଆରେ କେୱାଇସି କରିଥିବା ବି ବାୟୋମେଟ୍ରିକ୍ ଜରିଆରେ କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। କେୱାଇସି ଅପଡେଟ୍ ହୋଇନଥିବାରୁ ଅଟକିଛି ସେମାନଙ୍କର ଏହି ଆବେଦନ। ଏହି ସବୁ କେୱାଇସି ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦିଆଯିବ। କେୱାଇସି କମ୍ପ୍ଲିଟ୍ କରନ୍ତୁ। 31,000 ମହିଳା ଅପ୍ ଟୁ ଆଉଟ୍ ହୋଇଛନ୍ତି। ସେମାନେ ଆଉଥରେ ଅଭିଯୋଗ କରିବା ପରେ ସେମାନଙ୍କ କଥା ବିଚାର କରାଯିବ। ଦର୍ଶକ ବନ୍ଧୁ, ଯେଉଁ ମହିଳାମାନେ ଅପ୍ ଟୁ ଆଉଟ୍ କରିଦେଇଛନ୍ତି ଭୁଲ ବଶତଃ ଲଗ୍ଇନ୍ ଭାବି, ସେମାନେ ଆଉଥରେ ଯାଇ ସୁଭଦ୍ରା ଯୋଜନାରେ ଅପିଲ ବା ଅଭିଯୋଗ କରିପାରିବେ। ଅଭିଯୋଗ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏପର୍ଯ୍ୟନ୍ତ ସେମାନେ ଯଦି ଅପିଲ କରିନାହାନ୍ତି, ସୁଭଦ୍ରା ଯୋଜନା ପୋର୍ଟାଲରେ ଯାଇ ଆଉଥରେ ଅପିଲ କରିପାରିବେ। ଦର୍ଶକ ବନ୍ଧୁ, ଯେଉଁମାନେ ଜମି ସମସ୍ୟା ଲାଗି ରିଜେକ୍ଟ ହେଇଯାଇଥିଲେ ତାଙ୍କର ସଂଖ୍ୟା ହେଉଛି 2,81,000 ଆବେଦନ କରିଥିଲେ, କିନ୍ତୁ 15% ଏପର୍ଯ୍ୟନ୍ତ ଜମି ସମସ୍ୟା ପାଇଁ ଆବେଦନ ପଡ଼ି ରହିଛି। ଯେଉଁମାନେ ଜମି ସମସ୍ୟା ପାଇଁ ରିଜେକ୍ଟ ହେଇଯାଇଛନ୍ତି ଏବଂ ତାଙ୍କର ରିଜେକ୍ଟ ଲିଷ୍ଟରେ ନାଁ ଆସିଛି, ସେମାନେ ସୁଭଦ୍ରା ପୋର୍ଟାଲରେ ଯାଇ ଅଭିଯୋଗରେ ତାଙ୍କର ଅଭିଯୋଗ କରନ୍ତୁ ଏବଂ ଜମି ସମସ୍ୟାରେ ତାଙ୍କର ଜମିର ସମସ୍ତ ବିବରଣୀ ଅଭିଯୋଗ ପୋର୍ଟାଲରେ ଅପଲୋଡ଼ କରନ୍ତୁ। କାରଣ ଏଠି ଆପଣ ଯଦି ଆପଣଙ୍କର କେତେ ଜମି ଅଛି ସେଇଟା ଯଦି ଆପଣ ଯଦି ସରକାରକୁ ଦର୍ଶାଉଛନ୍ତି, ତାହେଲେ ଆପଣଙ୍କର ଅଭିଯୋଗଟା ସରକାର ପାଖରେ ପହଞ୍ଚିବ ଏବଂ ଆପଣଙ୍କୁ ସୁଭଦ୍ରା ଯୋଜନାର ସାମିଲ କରି ନିଆଯିବ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଯେଉଁମାନେ ପାଇଛନ୍ତି ସେମାନେ ଜାଣିଛନ୍ତି ଯେ ଯେତେବେଳେ ସୁଭଦ୍ରା ଯୋଜନା ଆପ୍ଲାଇ କରିଥିଲେ ତାଙ୍କର ଓଟିପି ଦ୍ୱାରା ତାଙ୍କର ଆପ୍ଲିକେସନଟି ସବମିଟ୍ ଅନଲାଇନରେ ହେଇଥିଲା ଏବଂ ତାଙ୍କର କେୱାଇସି କମ୍ପ୍ଲିଟ୍ ହେଇନଥିଲା। କାରଣ ସୁଭଦ୍ରା ଯୋଜନା ପୋର୍ଟାଲରେ ସେତେବେଳେ କେୱାଇସି ପ୍ରକ୍ରିୟାଟା ତାଙ୍କର ଅପଡେଟ୍ କରିନଥିଲେ। ତ ବର୍ତ୍ତମାନ ସେଇଟା ଅପଡେଟ୍ ହେଇଯାଇଛି। ଯେଉଁମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ବା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି ବା ତୃତୀୟ ଟଙ୍କା ଯିଏ ପାଇଛନ୍ତି, ସେମାନେ କେୱାଇସି କମ୍ପ୍ଲିଟ୍ କରନ୍ତୁ। ଯାଇକି ତାଙ୍କର ସିଏସ୍ସି ସେଣ୍ଟରରେ ସେବା କେନ୍ଦ୍ରରେ ଯାଇ କେୱାଇସି କମ୍ପ୍ଲିଟ୍ କରନ୍ତୁ। କଲା ପରେ ଦ୍ୱିତୀୟ କିସ୍ତିର ଟଙ୍କା ତାଙ୍କର ସୁଭଦ୍ରା ଯୋଜନା ତାଙ୍କ ଆକାଉଣ୍ଟକୁ ଆସିବ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ।